Welcome everyone to my channel. So ଆଜି ଆମେ ଡିସ୍କସନ କରିବା ଓଡ଼ିଶାର ନୂତନ ମନ୍ତ୍ରିମଣ୍ଡଳ ବିଷୟରେ। ଓକେ, ଏହି ନୂତନ ମନ୍ତ୍ରିମଣ୍ଡଳରେ କେଉଁ କେଉଁ ମନ୍ତ୍ରୀମାନେ ସ୍ଥାନ ପାଇଛନ୍ତି ଏବଂ ସେମାନଙ୍କୁ କେଉଁ କେଉଁ ବିଭାଗ ଦିଆଯାଇଛି ଏବଂ ସେମାନଙ୍କ ନିର୍ବାଚନ ମଣ୍ଡଳୀ ଗୁଡ଼ିକ କ'ଣ। ତ ଆଉ ଡେରି ନକରି ଚାଲନ୍ତୁ ଆମେ ଡିସ୍କସନ କରିବା ସେ ବିଷୟରେ। ଏହା ପୂର୍ବରୁ ଗୋଟେ କଥା କହି ରଖୁଛି, ଯେଉଁମାନେ ନୂଆ କରି ମୋ ଚ୍ୟାନେଲକୁ ଦେଖୁଛନ୍ତି ବା ମୋ ଚ୍ୟାନେଲକୁ ଭିଜିଟ୍ କରିଛନ୍ତି, ପ୍ଲିଜ do subscribe my channel, like and share my channel. ଓକେ, ସୋ ଚାଲନ୍ତୁ ଆମେ ଦେଖିବା ବର୍ତ୍ତମାନ କିଏ ଆମର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସୋ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି ଶ୍ରୀଯୁକ୍ତ ମୋହନ ମାଝୀ ଏବଂ ତାଙ୍କୁ ଆସିଷ୍ଟ କରିବା ପାଇଁ 2 ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି କରାଯାଇଛି। ଓକେ, 2 ଜଣ ଉପମୁଖ୍ୟମନ୍ତ୍ରୀ ହେଲେ କିଏ ନା ଶ୍ରୀଯୁକ୍ତ କନକବର୍ଦ୍ଧନ ସିଂହଦେଓ ଏବଂ ଶ୍ରୀମତୀ ପ୍ରତିଭା ପରିଡ଼ା। এই 2 ଜଣ ହେଉଛନ୍ତି ଉପମୁଖ୍ୟମନ୍ତ୍ରୀ ଆଉ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଶ୍ରୀଯୁକ୍ତ ମୋହନ ମାଝୀ। ଓକେ, ସୋ ମୋହନ ମାଝୀଙ୍କ ବିଷୟରେ ଜାଣିବା। ତାଙ୍କୁ ଯୋଉ ମୁଖ୍ୟମନ୍ତ୍ରୀ ଛଡା ଅନ୍ୟ କେଉଁ କେଉଁ ବିଭାଗରେ ସେ କାର୍ଯ୍ୟ କରିବେ ସେ ବିଷୟରେ ମଧ୍ୟ ଆମେ ଜାଣିବା। ସୋ ଶ୍ରୀଯୁକ୍ତ ମୋହନ ମାଝୀ ହେଉଛନ୍ତି ଓଡ଼ିଶାର ଚିଫ ମିନିଷ୍ଟର। ସେ ହେଉଛନ୍ତି ଓଡ଼ିଶାର 15ତମ ଚିଫ ମିନିଷ୍ଟର। 15th ଚିଫ ମିନିଷ୍ଟର ଅଫ ଓଡ଼ିଶା ଇଜ ଶ୍ରୀ ମୋହନ ଚରଣ ମାଝୀ। ତାଙ୍କ କନଷ୍ଟିଚ୍ୟୁଏନ୍ସି ହେଉଛି କେଉଁଝର। ଓକେ, ତାଙ୍କୁ କେଉଁ କେଉଁ ଡିପାର୍ଟମେଣ୍ଟ ଦିଆଯାଇଛି, କେଉଁ କେଉଁ ବିଭାଗ ଆଡିସନାଲ ବିଭାଗ ଦିଆଯାଇଛି ମୁଖ୍ୟମନ୍ତ୍ରୀ ଛଡା, ସେଗୁଡିକ ହେଉଛି ହୋମ, ଜେନେରାଲ ଆଡମିନିଷ୍ଟ୍ରେସନ and public grievance, finance, information and public relation, water resource, planning, convergence and any other department specifically not assigned. ଓକେ, ସୋ ସେଗୁଡିକ ହଉଛି କଣ ନା ଗୃହ ବିଭାଗ, ସାଧାରଣ ପ୍ରଶାସନ, ସାଧାରଣ ଅଭିଯୋଗ ବିଭାଗ, ଜଳ ସମ୍ପଦ ବିଭାଗ, ଅର୍ଥ ବିଭାଗ, ଯୋଜନା ସମନ୍ୱୟ ବିଭାଗ ଏବଂ ଯେଉଁ ବିଭାଗ ଗୁଡିକ କାହାକୁ ଆଜାଇନ କରାଯାଇନି ସେହି ବିଭାଗର ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଅଛନ୍ତି। ସୋ ପରବର୍ତ୍ତୀ ସ୍ଲାଇଡ କୁ ଯିବା। ଇଏ ହେଉଛନ୍ତି କନକବର୍ଦ୍ଧନ ସିଂହଦେଓ, ଯିଏକି ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କର କନଷ୍ଟିଚ୍ୟୁଏନ୍ସି ହେଉଛି ପାଟନାଗଡ଼, ବଲାଙ୍ଗୀର ଜିଲ୍ଲାର ପାଟନାଗଡ଼। ଓକେ, ସେ କେଉଁ କେଉଁ ଡିପାର୍ଟମେଣ୍ଟକୁ ନିଜ ଅଧୀନରେ ରଖିଛନ୍ତି ନା ଏନର୍ଜି, ଶକ୍ତି ଏବଂ ଆଗ୍ରିକଲଚର and farmers empowerment, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଏବଂ ଶକ୍ତି ବିଭାଗ ସହ ସେ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଇବେ। ତାଙ୍କ ସହ ଆଉ ଜଣେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଯୁକ୍ତି କରାଯାଇଛି। ସେ ମୁଖ୍ୟମନ୍ତ୍ରୀ ହେଉଛନ୍ତି କିଏ ନା ଶ୍ରୀମତୀ ପ୍ରଭାତୀ ପରିଡ଼ା। ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ। କନଫ୍ୟୁଜ ହେବେନି, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଥିଲେ କିଏ ନା ଶ୍ରୀମତୀ ନନ୍ଦିନୀ ଶତପଥୀ। ଇଏ ହେଉଛନ୍ତି ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ସେ ନିମାପଡ଼ା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି। ସେ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ସହ ଅନ୍ୟ କେଉଁ ବିଭାଗରେ ଅଛନ୍ତି ନା ମହିଳା ଏବଂ ଶିଶୁ ବିଭାଗ, ଓମେନ୍ ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟ, ମିଶନ ଶକ୍ତି ବିଭାଗ ଏବଂ ପର୍ଯ୍ୟଟନ ବିଭାଗର ଦାୟିତ୍ୱ ମଧ୍ୟ ସେ ନିର୍ବାହନ କରିବେ। ଓକେ, ତାପରେ ଆମେ ଯିବା କ୍ୟାବିନେଟକୁ। କ୍ୟାବିନେଟରେ କେଉଁ କେଉଁ ମିନିଷ୍ଟର ମାନେ ଅଛନ୍ତି। କ୍ୟାବିନେଟ ମିନିଷ୍ଟର ଶ୍ରୀ ସୁରେଶ ପୂଜାରୀ, ସେ ବ୍ରଜରାଜନଗର ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି। ତାଙ୍କର ଡିପାର୍ଟମେଣ୍ଟ ହେଉଛି ସେ କେଉଁ କେଉଁ ବିଭାଗର ଦାୟିତ୍ୱ ତୁଲାଇବେ ନା ରେଭିନ୍ୟୁ ଡିଜାଷ୍ଟର ମ୍ୟାନେଜମେଣ୍ଟ, ରାଜସ୍ୱ ଏବଂ ପ୍ରାକୃତିକ ପରିଚାଳନା ବିଭାଗର ମନ୍ତ୍ରୀ ଭାବେ ସୁରେଶ ପୂଜାରୀ ମହୋଦୟ କାର୍ଯ୍ୟନିର୍ବାହ କରିବେ। ପରବର୍ତ୍ତୀ କ୍ୟାବିନେଟ ମିନିଷ୍ଟର ହେଉଛନ୍ତି ଶ୍ରୀଯୁକ୍ତ ରବି ନାରାୟଣ ନାୟକ। ସେ କୁଚିଣ୍ଡା ସମ୍ବଲପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି। ତାଙ୍କ ଡିପାର୍ଟମେଣ୍ଟ ହେଉଛି କଣ ନା ରୁରାଲ ଡେଭଲପମେଣ୍ଟ, ପଞ୍ଚାୟତି ରାଜ ଆଣ୍ଡ ଡ୍ରିଙ୍କିଂ ୱାଟର, ଗ୍ରାମ୍ୟ ବିକାଶ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଭାବେ ରବି ନାରାୟଣ ନାୟକ କାର୍ଯ୍ୟ କରିବେ। ଓକେ, ନେକ୍ସଟ ମନ୍ତ୍ରୀ ହେଉଛନ୍ତି ଶ୍ରୀ ନିତ୍ୟାନନ୍ଦ ଗୌଣ୍ଡ ଉମରକୋଟ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି। ତାଙ୍କର ଡିପାର୍ଟମେଣ୍ଟ ବା ସେ କେଉଁ କେଉଁ ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇବେ ସ୍କୁଲ ଆଣ୍ଡ ମାସ୍ ଏଜୁକେସନ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ, ST SC ଡେଭଲପମେଣ୍ଟ, ମାଇନରିଟିଜ ଆଣ୍ଡ ବ୍ୟାକୱାର୍ଡ କ୍ଲାସେସ ୱେଲଫେୟାର, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇବେ। ତାହା ସହିତ ସେ ସୋସିଆଲ ସିକ୍ୟୁରିଟି ଏମ୍ପାୱରମେଣ୍ଟ ଅଫ ପର୍ସନ୍ସ ୱିଥ ଡିଜାବିଲିଟିର ମଧ୍ୟ ମିନିଷ୍ଟର ଭାବେ ଦାୟିତ୍ୱ ତୁଲାଇବେ, ଯାହାକି ସାମାଜିକ ସୁରକ୍ଷା, ଓଡ଼ିଆରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଭାବେ ମଧ୍ୟ ନିତ୍ୟାନନ୍ଦ ଗୌଣ୍ଡ ଦାୟିତ୍ୱ ନିର୍ବହନ କରିବେ। ପରବର୍ତ୍ତୀ ମନ୍ତ୍ରୀ ହେଉଛନ୍ତି ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସୋ ଟୋଟାଲ ଆମର 8 ଜଣ କ୍ୟାବିନେଟ ମିନିଷ୍ଟର ଆଉ 5 ଜଣ ମିନିଷ୍ଟର ଅଫ ଷ୍ଟେଟ ଇଣ୍ଡିପେଣ୍ଡେଣ୍ଟ ଚାର୍ଜରେ ଦାୟିତ୍ୱରେ
ଅଛନ୍ତି। ସୋ କୃଷ୍ଣଚନ୍ଦ୍ର ପାତ୍ର ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି। ତାଙ୍କୁ କେଉଁ ବିଭାଗର ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି ନା ଫୁଡ ସପ୍ଲାଇଜ ଆଣ୍ଡ କନଜ୍ୟୁମର ୱେଲଫେୟାର, ଯୋଉଟା କି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଏବଂ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଦାୟିତ୍ୱ ମଧ୍ୟ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମହୋଦୟ ତୁଲାଇବେ। ନେକ୍ସଟ ମନ୍ତ୍ରୀ ହେଉଛନ୍ତି ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଯିଏକି ଚିଲିକାରୁ ନିର୍ବାଚିତ ହୋଇଛନ୍ତି। ସେ ଆଇନ ବିଭାଗ, ପୂର୍ତ୍ତ ବିଭାଗ, ଅବକାରୀ ବିଭାଗ ବା ଲ ୱାର୍କସ ଆଣ୍ଡ ଏକ୍ସାଇଜ ଡିପାର୍ଟମେଣ୍ଟର ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ପରବର୍ତ୍ତୀ ମନ୍ତ୍ରୀ ହେଉଛନ୍ତି କ୍ୟାବିନେଟ ମିନିଷ୍ଟର ହେଉଛନ୍ତି ଡକ୍ଟର ମୁକେଶ ମହାଲିଙ୍ଗ। ସେ ଲୋଇସିଂହା ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି। ତାଙ୍କୁ କେଉଁ କେଉଁ ବିଭାଗର ଦାୟିତ୍ୱ ଦିଆଯାଇଛି ନା ହେଲ୍ଥ ଆଣ୍ଡ ଫ୍ୟାମିଲି ୱେଲଫେୟାର, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ପାର୍ଲାମେଣ୍ଟାରୀ ଆଫେୟାର୍ସ ସଂସଦୀୟ ବ୍ୟାପାର ବିଭାଗ, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେକ୍ନୋଲୋଜି, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ ଟେକ୍ନୋଲୋଜି, ବୈଦ୍ୟୁତିକ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର ଦାୟିତ୍ୱ ଡକ୍ଟର ମୁକେଶ ମହାଲିଙ୍ଗ ତୁଲାଇବେ। ପରବର୍ତ୍ତୀ କ୍ୟାବିନେଟ ମିନିଷ୍ଟର ହେଉଛନ୍ତି ଶ୍ରୀ ବିଭୂତି ଭୂଷଣ ଜେନା। ସେ ଗୋପାଳପୁର ଗଞ୍ଜାମ କନଷ୍ଟିଚ୍ୟୁଏନ୍ସିରୁ ନିର୍ବାଚିତ ହୋଇଛନ୍ତି। ତାଙ୍କୁ କେଉଁ କେଉଁ ଦାୟିତ୍ୱ ଦିଆଯାଇଛି ମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ପାଇଁ ନା କମର୍ସ ଏବଂ ଟ୍ରାନ୍ସପୋର୍ଟ ବାଣିଜ୍ୟ ଓ ପରିବହନ ବିଭାଗ, ଷ୍ଟିଲ୍ ଆଣ୍ଡ ମାଇନ୍ସ ଇସ୍ପାତ ଓ ଖଣି ବିଭାଗ। ସେ ଇସ୍ପାତ ଖଣି ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ମହୋଦୟ। ପରବର୍ତ୍ତୀ ବା ଶେଷ କ୍ୟାବିନେଟ ମିନିଷ୍ଟର ହେଉଛନ୍ତି କିଏ ନା ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ଓକେ, ସେ ମୋରଡା ମୟୂରଭଞ୍ଜ କନଷ୍ଟିଚ୍ୟୁଏନ୍ସିରୁ ସେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ସେ କେଉଁ କେଉଁ ଡିପାର୍ଟମେଣ୍ଟ ବା କେଉଁ କେଉଁ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ ନା ହାଉସିଂ ଅର୍ବାନ ଡେଭଲପମେଣ୍ଟ, ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ପବ୍ଲିକ ଏଣ୍ଟରପ୍ରାଇଜେସ ସାର୍ବଜନୀନ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଭାବେ କ୍ୟାବିନେଟ ମିନିଷ୍ଟର ଭାବେ କୃଷ୍ଣଚନ୍ଦ୍ର ମହାପାତ୍ର ମହୋଦୟ କାର୍ଯ୍ୟ କରିବେ। ତାପରେ ଆମେ ଆସିବା ମିନିଷ୍ଟର ଅଫ ଷ୍ଟେଟ। ମିନିଷ୍ଟର ଅଫ ଷ୍ଟେଟ ବା ଇଣ୍ଡିପେଣ୍ଡେଣ୍ଟ ଚାର୍ଜେସ୍ କେଉଁ କେଉଁ ବିଧାୟକ ମାନଙ୍କୁ ଦିଆଯାଇଛି। ଯୋଉପରି ମନ୍ତ୍ରୀ ଭାବେ ଗଲେ ପ୍ରଥମେ ବିଧାୟକ ହେବାକୁ ପଡିଥାଏ। କେଉଁ କେଉଁ ବିଧାୟକ ମାନେ ମିନିଷ୍ଟର ଅଫ ଷ୍ଟେଟ ର ଇଣ୍ଡିପେଣ୍ଡେଣ୍ଟ ଚାର୍ଜେସ୍ ର କାର୍ଯ୍ୟ କରିବେ। ଟୋଟାଲ 5 ଜଣ ବିଧାୟକଙ୍କୁ ମନ୍ତ୍ରୀ ମିନିଷ୍ଟର ଅଫ ଷ୍ଟେଟ ର ଇଣ୍ଡିପେଣ୍ଡେଣ୍ଟ ଚାର୍ଜେସ୍ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି। ସେ 5 ଜଣ ମଧ୍ୟରୁ ପ୍ରଥମେ ହେଲେ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ଓକେ, ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଯିଏକି ଯଶୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି। ସେ କେଉଁ କେଉଁ ଡିପାର୍ଟମେଣ୍ଟର ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ନା ଫରେଷ୍ଟ, ଏନଭାରନମେଣ୍ଟ ଆଣ୍ଡ କ୍ଲାଇମେଟ ଚେଞ୍ଜ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ଭାବେ ଗଣେଶ ରାମ ଖୁଣ୍ଟିଆ କାମ କରିବେ। ତା ସହିତ ସେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ। ପରବର୍ତ୍ତୀ ଷ୍ଟେଟ ମିନିଷ୍ଟର ଅଫ ଷ୍ଟେଟ ହେଉଛନ୍ତି କିଏ ନା ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ଯିଏକି ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଉଚ୍ଚଶିକ୍ଷା ବିଭାଗ, କ୍ରୀଡ଼ା ଏବଂ ଯୁବ ସେବା ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ମାନେ ହାୟର ଏଜୁକେସନ, ସ୍ପୋର୍ଟସ ଆଣ୍ଡ ୟୁଥ ସର୍ଭିସ, ଓଡ଼ିଆ ଲାଙ୍ଗୁଏଜ, ଲିଟରେଚର ଆଣ୍ଡ କଲଚରର ମନ୍ତ୍ରୀ ଭାବେ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟ କରିବେ। ପରବର୍ତ୍ତୀ ମନ୍ତ୍ରୀ ହେଉଛନ୍ତି ଶ୍ରୀ ପ୍ରଦୀପ ବଳ ସାମନ୍ତ। ଓକେ, ପ୍ରଦୀପ ବଳ ସାମନ୍ତ ସେ ସୁକିନ୍ଦାରୁ ନିର୍ବାଚିତ ହୋଇଛନ୍ତି ବିଧାୟକ ଭାବେ। ତାଙ୍କର ଅଣ୍ଡରରେ ରହିବ ସେ କେଉଁ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ନା ସମବାୟ ବିଭାଗ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, କୋଅପରେସନ, ହ୍ୟାଣ୍ଡଲୁମ୍ସ, ଟେକ୍ସଟାଇଲ୍ସ ଆଣ୍ଡ ହ୍ୟାଣ୍ଡିକ୍ରାଫ୍ଟସ। ଏହା ରହିବ ପ୍ରଦୀପ ବଳ ସାମନ୍ତଙ୍କର ଅଣ୍ଡରରେ। ଓକେ, ପରବର୍ତ୍ତୀ ମନ୍ତ୍ରୀ ହେଉଛନ୍ତି ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଓକେ, ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ପୋଲସରା ନିର୍ବାଚନ ମଣ୍ଡଳୀର ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ତ ଫିଶରିଜ ଆଣ୍ଡ ଆନିମାଲ ରିସର୍ଚ୍ଚ ଡେଭଲପମେଣ୍ଟ ଆଣ୍ଡ ମାଇକ୍ରୋ ସ୍ମଲ ମିଡିୟମ ଏଣ୍ଟରପ୍ରାଇଜେସ ର ମନ୍ତ୍ରୀ ଭାବେ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କାର୍ଯ୍ୟ କରିବେ। ଓକେ, ପରବର୍ତ୍ତୀ ବା ଶେଷ ମିନିଷ୍ଟର ଅଫ ଷ୍ଟେଟ ଇଣ୍ଡିପେଣ୍ଡେଣ୍ଟ ଚାର୍ଜର ମନ୍ତ୍ରୀ ହେଉଛନ୍ତି କିଏ ନା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଯିଏକି ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ଇଣ୍ଡଷ୍ଟ୍ରି, ସ୍କିଲ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ର ମିନିଷ୍ଟର ହେଉଛନ୍ତି କିଏ ନା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। ସୋ ଏହି ଥିଲା ଆମର ଆଜିର ଡିସ୍କସନ ଯେ କ୍ୟାବିନେଟ ଏବଂ ମିନିଷ୍ଟର ଅଫ ଷ୍ଟେଟ ଇଣ୍ଡିପେଣ୍ଡେଣ୍ଟ ଚାର୍ଜ ଅଫ ଓଡ଼ିଶାର
କେଉଁ ମନ୍ତ୍ରୀ ମାନେ ଏ 2024 ନିର୍ବାଚନ ପରେ ଦାୟିତ୍ୱ ଗ୍ରହଣ କରିଛନ୍ତି। 2024 ନିର୍ବାଚନରେ ବିଜେଡି ପରାସ୍ତ ଲାଭ କରିଛି ଏବଂ ବିଜେପି ବହୁମତ ଲାଭ କରି ମନ୍ତ୍ରିମଣ୍ଡଳ ଗଠନ କରିଛି। ଓକେ, ଆଶା ଆପଣମାନଙ୍କୁ এই ଭିଡିଓଟି ବହୁତ ବହୁତ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ପ୍ଲିଜ ଡୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ ମାଇ ଚ୍ୟାନେଲ। ଥ୍ୟାଙ୍କ ୟୁ।